ସାର୍ ଆପଣ ମୋତେ ଡାକୁଥିଲେ କି? ହଁ ଡାକୁଥିଲି, ଏଇଠିକି ଆସେ, ଆସିଲେ ସିନା କହିବି। ହଁ ସାର୍, କ'ଣ କହୁନାହାନ୍ତି? ହଁ ସେ କଥା କ'ଣ କି, ପିଲାମାନଙ୍କୁ ଟିକେ ଗୀତ ଶିଖେଇବାର ଥିଲା। ସଙ୍ଗ କମ୍ପିଟିସନ ଅଛି ତ, ପିଲାମାନେ ଟିକେ ପ୍ରାକ୍ଟିସ କରିଥାନ୍ତେ ଆଉ ଗୀତ ବି ଗାଇଥାନ୍ତେ। ହଁ ସାର୍, ଏଇଟା ତ ବହୁତ ଭଲ କଥା। ଆଚ୍ଛା, ଏକଥା ମତେ କାହିଁକି ଆପଣ କହୁଛନ୍ତି? ମୁଁ କ'ଣ କରିବି ଯେ? ମୁଁ କ'ଣ ଗୀତ ଶିଖେଇବି ନା କ'ଣ? ତୋର ଯୋଉ କୋକିଳ କଣ୍ଠ, ତୁ ଯଦି ଗୀତ ଶିଖେଇବୁ ପିଲାମାନେ ତ ପୁରା ଦୌଡ଼ିବେ। ବୁଝିପାରୁନି ତୁ ଆଉ। ଆରେ ମୁଁ କ'ଣ କହୁଥିଲି କି, ତୋ ନଜରରେ ସେମିତି କିଏ ଅଛନ୍ତି ଯିଏ ପିଲାମାନଙ୍କୁ ଗୀତ ଶିଖେଇ ପାରିବେ? ହଁ ସାର୍ ଅଛନ୍ତି ନା। କ'ଣ କରିବି? ହଁ, କାଳିନା ଯାଉଛି କହିଦେବି। ଆରେ ସେ ତ ଗୀତ ଜାଣିନି, ଶିଖେଇବ କ'ଣ? ଓଲଟି ମୋର ବେଜିତ କରିବ। ଆରେ କ'ଣ ଭାବୁଛୁ? ଏତେ ଭାବିଲେ ଭାବୁକ ହେଇଯିବୁ ମ। ହଁ ସାର୍, ମନେ ପଡ଼ିଲା, ଟିକି ଚଢ଼ି ଭଲ ଗୀତ ଶିଖାଏ, ଭଲ ଗୀତ ଗାଇ ବି ପାରେ। ସେତେବେଳୁ ଏଇ କଥା ଭାବୁଥିଲି ନା ଆଉ। ଆପଣ ମତେ ଗୋଟେ ଥଟ୍ଟା କରୁଛନ୍ତି ଆଉ। ହଉ ତୁ ଆଉ ଡେରି କରନି, ଯା ଟିକି ଚଢ଼ିକୁ ଡାକିକି ମୋ ପାଖକୁ ନେଇ ଆସ। ତାପରେ ଜଗୁକୁ ଆଉ ଟିକିକୁ ଡାକିବା ପାଇଁ ଚାଲିଗଲା। ଟିକି ଆସେ, ତୋ ପାଇଁ ଗୋଟେ ଗୁଡ୍ ନ୍ୟୁଜ ଅଛି। ଗୁଡ୍ ନ୍ୟୁଜ? ସେଇଟା ପୁଣି କ'ଣ? ଗୁଡ୍ ନ୍ୟୁଜ? କୋଉ ଗୁଡ୍ ନ୍ୟୁଜ? ଆରେ ଓହୋ, ସେଟା ଗୁଡ୍ ନ୍ୟୁଜ ଯେ, କିନ୍ତୁ ତୋ ପାଇଁ ସରପ୍ରାଇଜ ଅଛି। ତୁ ଚାଲ ସାରଙ୍କ ପାଖକୁ ଚାଲ। ତାପରେ ଦୁଇ ଜଣ ମିଶି ସାରଙ୍କ ପାଖକୁ ଆସିଲେ। ସାର୍ କ'ଣ ହେଲା? ଜଗୁ ଭାଇ ମତେ କିଛି ନ କହିକି ଡାକିକି ଆଣିଲେ ଯେ? ହଁ, ମୁଁ ପରା ତାକୁ କହିଥିଲି ଡାକିବାକୁ। ଜଗୁ, ତୋ କାମ ମତେ ସରିଗଲା, ତୁ ଏବେ ଏଠୁ ଯା। ତାପରେ ଜଗୁକୁ ଆଉ ସେଠାରୁ ଚାଲିଗଲା। ଟିକି ଓ ସାର୍ ଦୁହେଁ ଗୀତ ଶିଖେଇବା ବିଷୟରେ କଥା ହେଲେ। ଟିକି ବି ଗୀତ ଶିଖେଇବା ପାଇଁ ରାଜି ହୋଇଗଲା। ଧନ୍ୟବାଦ ସାର୍, ଏତେ ଦିନ ପରେ ମତେ ଗୋଟେ ଚାକିରି ମିଳିଛି। ମୁଁ ଆପଣଙ୍କ କଥାରେ ରାଜି ଅଛି। ଏଇଥିରେ ବି କିଛିଟା ଟଙ୍କା ରୋଜଗାର ହେଇଯିବ। ମୁଁ ତ ଗରିବ, ଭାଗ୍ୟକୁ ଠିକ ସମୟରେ ଠିକ ଜାଗାରେ ଆସିକି ପହଞ୍ଚିଗଲି। ହଉ, ଏବେ ତୁ କ୍ଲାସ ରୁମ କୁ ଚାଲେ। ଦୁହେଁ ମିଶି କ୍ଲାସ ରୁମ କୁ ଗଲେ। ଗୁଡ୍ ମର୍ଣ୍ଣିଂ ସାର୍। ଶୁଣ ପିଲାମାନେ, ମୁଁ ତୁମକୁ କହିନଥିଲି ତମକୁ ଗୀତ ଶିଖେଇବା ପାଇଁ ଜଣକୁ ଆଣିବି ବୋଲି? ଏଇ ଦେଖ। ଇରା ସାର୍, ଆଜି ବା ଶନିବାର, ଆପଣ ଆଉ କେତେ ଗୁଡ୍ ମର୍ଣ୍ଣିଂ ଶୁଣିବେ ଯେ? ଏଇଟା ଛୁଟି କରିଦଉନାହାନ୍ତି, ଆମେ ଘରକୁ ପଳେଇବୁ। ଖାଲି ଗୁଡ୍ ମର୍ଣ୍ଣିଂ। ଚୁପ କର, ବେଶୀ କଥା କହୁଛୁ ତୁ। ଟିକି ଦେଖ, ମୋ ପାଖରେ କେମିତି ବିଛୁଆତି ଛୁଆ ମାନେ ପଢୁଛନ୍ତି। ତମେ ଏମାନଙ୍କୁ ଗୀତ ଶିଖେଇ ପାରିବ ତ? ହଁ, କାହିଁକି ନୁହେଁ, ପିଲାମାନଙ୍କୁ ମୁଁ ଗୀତ ଶିଖେଇବି। ଆଚ୍ଛା ପିଲାମାନେ, ଏବେ ତ ତୁମର ଛୁଟି ହେବା ସମୟ ହେଇଗଲାଣି। ଏବେ ତମେ ଘରକୁ ଚାଲି ଯାଅ, କାଲି ଆସିଲେ ଗୀତ ଶିଖିବା, ହେଲା? ତାପରେ ସବୁ ପିଲାମାନେ ବ୍ୟାଗ ଧରି ଘରକୁ ଚାଲିଗଲେ। ବୋଉ, ତୁ ଗୀତ ଶିଖେଇବୁ? ଭଲ ହବ, ବହୁତ ମଜା ହବ। ଏହିପରି ଭାବରେ ସେ ଦିନଟି କଟିଲା। ତା ପରଦିନ ସକାଳୁ ଟିକି ଚଢ଼େଇ ଓ ମିକି ଦୁହେଁ ସ୍କୁଲକୁ ଆସିଲେ। ସେତିକି ବେଳକୁ ଅନ୍ୟ ଚଢ଼େଇ ମାନେ ବି ସ୍କୁଲରେ ଆସି ପହଞ୍ଚି ଯାଇଥିଲେ। ସମସ୍ତେ ନିଜ ନିଜ ଜାଗାରେ ବସିଥାନ୍ତି। ସେହି ସମୟରେ ସାର୍ ଆସିଲେ। ମର୍ଣ୍ଣିଂ ପିଲାମାନେ, ଶୁଣ, ମନ ଦେଇକି ଗୀତ ଶିଖିବ। ଆଉ ଅଳ୍ପ ଦିନ ଫଙ୍କସନ ରହିଲା, ଯେମିତି ସମସ୍ତଙ୍କର ଭଲ ହୁଏ, ହେଲା? ଏମିତି କହି ସାର୍ ଚାଲିଗଲେ। ପିଲାମାନେ, ଆମେ ଗୀତ ଶିଖିବା ଯେ ପ୍ରଥମେ ତମେ ମୋର ପ୍ରଶ୍ନର ଉତ୍ତର ଦିଅ, ତାପରେ ଆମେ ଗୀତ ଶିଖିବା। କହିଲ, ସପ୍ତାହକ କେତେ ଦିନ? ଦିଦି, ଏଇଟା ଆମେ ଜାଣିଛୁ, ସପ୍ତାହକ 7 ଦିନ। ଆରେ ବା, ତମେ ମାନେ ତ ସବୁ ଜାଣିଛ। ହଉ, ଆଉ ଗୋଟେ କ୍ୱେଶ୍ଚିନ୍ ଆନ୍ସର ଦେଲ। ଯିଏ ଜନ୍ମ ଦେଇଛି ଆମେ ତାକୁ ମା ଡାକିବା। ଆଉ କେତେ ଜଣ ମା ଅଛନ୍ତି କିଏ କହିବ? ଇରା ଦିଦି, ମୁଁ ଜାଣିଛି, ଆମକୁ ଯିଏ ଜନ୍ମ ଦେଇଛି ସିଏ ପରା ମା। ଆରେ ମୁଁ ପରା ସେଟା କହିଲି, ତାକୁ ଛାଡିକି ଆଉ କ'ଣ କୁହ? ଦିଦି ମୁଁ ଜାଣିଛି, ମାଟି ହେଉଛନ୍ତି ଆମର ମା। ଦିଦି ମୁଁ ବି ଗୋଟେ ଜାଣିଛି, ଗାଈକୁ ମା କୁହନ୍ତି। ଗାଈ ଆମର ଗୋମାତା। ଆଉ ଜଣେ ଅଛନ୍ତି, ଭାରତ ବି ଆମର ମା, ତାଙ୍କୁ ଭାରତ ମାତା ବୋଲି କୁହନ୍ତି। ବା, ସମସ୍ତେ ସବୁ ଜାଣିଛ, ଭଲ। ହଉ, ଏବେ ଚାଲ ଗୀତ ଶିଖିବା ଆରମ୍ଭ କରିବା, ହେଲା? ତାପରେ ଟିକି ଚଢ଼େଇ ସବୁ ପିଲାମାନଙ୍କୁ ଗୀତ ଶିଖେଇଲା। ଏହିପରି ଭାବରେ କିଛି ଦିନ ବିତିଗଲା। ଧୀରେ ଧୀରେ ସ୍କୁଲର ଫଙ୍କସନ ପାଖେଇ ଆସେ। ସ୍କୁଲର ଫଙ୍କସନ ପାଇଁ ସମସ୍ତେ ରେଡି ତ? ହଁ ସାର୍, ଆମେ ତ ସମସ୍ତେ ରେଡି। ଚାଲ ତାହେଲେ ସମସ୍ତେ ପଡିଆକୁ ଚାଲ। ସେଇଠି ଷ୍ଟେଜ ହେଇଛି, ଆଉ ଅତିଥି ମାନେ ବି ବସିଛନ୍ତି। ମିକି, ତୁ ଫୁଲ ତୋଡ଼ା ଦେଇ ଅତିଥିଙ୍କୁ ସ୍ୱାଗତ ଜଣେଇବୁ, ଜଲ୍ଦି ଆସେ। ତାପରେ ସମସ୍ତେ ମିଶି ପଡିଆକୁ ଚାଲିଗଲେ। ମିକି ଫୁଲ ତୋଡ଼ା ନେଇ
ଚିଲକୁ ସ୍ୱାଗତ ଜଣାଇଲା। ପିଲାମାନେ ଆଜି ସମସ୍ତେ ଖୁସି ତ? ଚିଲ ମହାଶୟ ଆଉ ମୋର କୁନି କୁନି ଚଢ଼େଇ ମାନେ ଆଜି କୁନି କୁନି ଚଢ଼େଇ ମାନେ ତାଙ୍କର କୁନି କୁନି ଥଣ୍ଟରେ ସୁନ୍ଦର ଗୀତ ଗାଇବେ। ଏବେ ଚାଲନ୍ତୁ କିଟୁ ଠାରୁ ଗୀତ ଶୁଣିବା ଆରମ୍ଭ କରିବା। କିଟୁ ଷ୍ଟେଜ ଉପରକୁ ଆସ। ଇ ରାଜା ହଉ ମୋ ନାଁଟା ଆଗଡ଼ ହେଲା ତା ମାନେ ତ ମୁଁ ଫାଷ୍ଟ ହେବି ଆଉ। ତାପରେ କିଟୁ ଷ୍ଟେଜ ଉପରକୁ ଗଲା। ସାଙ୍ଗମାନେ ଆଜି ମୁଁ ଗୋଟେ ମଜା ଗୀତଟେ ଗାଇବି, ମନ ଦେଇକି ଶୁଣିବ। ଭାତ କେ ଭାତ, ଭାତ ଟୁକୁଡ଼େ ଡାଲି, ଭାତ ତିରି ଭଜା, ଭାତ ଚଉ ଚିକେନ। ଇରା ସାଙ୍ଗମାନେ ମୋ ଗୀତ ଭଲ ଲାଗୁଛି ନା ନାଇଁ ଯେ କିଛି ତ କହୁନ। ଏମିତି କିଟୁ ଗୀତ ଗାଇଲା। ତାପରେ ମିକି ଆସିଲା। ନୀଳମାଧବ ହେ ନୀଳମାଧବ, କାହିଁକି ଦେଲ ତୁମେ ଏମାନେ ଲୋଭ, ଲୋଭ ମୋହ ମାୟାରେ ତ ପଡ଼ି ମୁଁ ଗଲି, ଚାହିଁ ପାରିଲି ପ୍ରଭୁ ତୁମରି ମୁଖ। ନୀଳମାଧବ ହେ ନୀଳମାଧବ। ଏହିପରି ଭାବରେ ସମସ୍ତେ ଗୀତ ଗାଇଲେ। କିଛି ସମୟ ଭିତରେ ଗୀତ କମ୍ପିଟିସନ ଶେଷ ହେଇଗଲା। ସମସ୍ତେ ବହୁତ ଭଲ ଗୀତ ଗାଇଛ। ଏବେ ଦେଖିବା ଆମ ଚିଲ ସାରଙ୍କୁ କାହାର ଗୀତ ଭଲ ଲାଗିଲା। ଆଜି ମତେ ବହୁତ ଭଲ ଲାଗିଲା କୁନି କୁନି ଥଣ୍ଟରେ ସୁନ୍ଦର ଗୀତ ଶୁଣି। ଜଣକ ପରେ ଜଣେ ଆସି ବହୁତ ଭଲ ଗୀତ ଗାଉଥିଲେ। ତାଙ୍କ ଟିଚର ବି ବହୁତ ଭଲ ଗୀତ ଶିଖେଇଛନ୍ତି, ସେଥିପାଇଁ ତ ସେ ବହୁତ ଭଲ ଗୀତ ଗାଉଛନ୍ତି। ମୁଁ ଟିକେ ତାଙ୍କ ଟିଚରକୁ ଦେଖିବାକୁ ଚାହୁଁଛି। ସାର୍, ସଙ୍ଗ ଟିଚର ପରା ତୁମ ପାଖରେ ଅଛନ୍ତି। ମାନେ ସଙ୍ଗ ଟିଚର କିଏ? ଓ ଟିକି, ତା ମାନେ ସଙ୍ଗ ଟିଚର ହେଉଛନ୍ତି ଟିକି। ଥ୍ୟାଙ୍କ ୟୁ ଟିକି, ତମେ ପିଲାମାନଙ୍କୁ ବହୁତ ଭଲ ଶିକ୍ଷା ଦେଇଛ, ବହୁତ ଭଲ ଗୀତ ଗାଉଛନ୍ତି। ଥ୍ୟାଙ୍କ ୟୁ ସାର୍, ଆପଣଙ୍କୁ ମୋ ଗୀତ ବହୁତ ଭଲ ଲାଗିଲା। ଆଚ୍ଛା, ନୀଳମାଧବ ଗୀତ କିଏ ଗାଉଥିଲେ? ସାର୍, ସିଏ ମିକି, ଏଇ ଆମ ସଙ୍ଗ ଟିଚରଙ୍କ ଝିଅ। ବାଃ, ତାଙ୍କ ମା ଯେମିତି ତାଙ୍କ ପିଲା ବି ସେମିତି ବହୁତ ସୁନ୍ଦର ଗୀତ ଗାଉଥିଲେ। ତେଣୁ ଆଜି ମିକି ହେଉଛନ୍ତି ପ୍ରଥମ, ମାନେ ଗୀତରେ ଫାଷ୍ଟ। ଆଉ ଗୋଟେ ଭାତର ଗୀତ କିଏ ଗୋଟେ ଗାଉଥିଲେ? ଇରା ସାରେ, ମୁଁ ପରା ଗାଉଥିଲି, ଆପଣ ଦେଖି ପାରୁନାହାନ୍ତି ଆଉ। ଅତିଥି ହେଇକି ଆସିଛନ୍ତି କଣ ପାଇଁ କହିଲେ ଯେ? କିଟୁ, ସବୁବେଳେ ଏମିତି କଣ କଥା? ସାର୍, ଏଇ ପିଲାଟି ହିଁ ସେ ଗୀତ ଗାଇଥିଲା। ତାପରେ କିଟୁ ଓ ମିକି ଦୁହେଁ ଷ୍ଟେଜ ଉପରକୁ ଆସିଲେ। ଦୁଇ ଜଣକୁ ଚିଲ ଗିଫ୍ଟ ଦେଲେ। ବୋଉ, ଏଇଟା ତୋ ପାଇଁ, ମୁଁ ଆଜି ତୋ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି, ତେଣୁ ଏଇଟା ତୋର। ଏହା ଦେଖି ସମସ୍ତେ ଖୁସିରେ ତାଳି ମାରିଲେ। ତାପରେ ଫଙ୍କସନ ଶେଷ ହୋଇଗଲା। ଟିକି, ତୁମ ପାଇଁ ଆଜି ମତେ ଗର୍ବ ଅନୁଭବ ହେଉଛି। ତମେ କାଲିଠୁ ସ୍କୁଲ ଆସିବ ଆଉ ଗୀତ ସହିତ ଅନ୍ୟ ପାଠ ବି ପଢେଇବ, ଠିକ ଅଛି? ଆଜ୍ଞା ସାର୍, ମୁଁ କାଲିଠୁ ପିଲାମାନଙ୍କୁ ପାଠ ପଢେଇବାକୁ ଆସିବି। ସାଙ୍ଗମାନେ, ଆଜିର ପ୍ରଶ୍ନ, ନୀଳମାଧବ ବୋଲି କାହାକୁ କୁହନ୍ତି? ଉତ୍ତରଟି କମେଣ୍ଟ ମାଧ୍ୟମରେ ଜଣାଇବେ। ହେଇଟି ଶୁଣୁଛ, ବେଳ ଆସିକି 2 ଘଡ଼ି ହେଲାଣି, ତମର ଏଯାଏ ନିଦ ଭାଙ୍ଗୁନି। ହଁ, କାହିଁକି ବା ଭାଙ୍ଗିବ? କାଠ ବିକିକି ତ ହାଲିଆ ହେଇଯାଇଥିବ ନା। ଲାଲିର ଏମିତି ପାଟି ଶୁଣି ଚିଲର ନିଦ ଭାଙ୍ଗିଗଲା। ଓହୋ, ସକାଳ ପାଇନି, କାହିଁ ଏମିତି ରାଉ ରାଉ ହଉଛ? କଣ ହେଲା? ହଇଏ, ସୁରୁଜ ଆସିକି ପରା ମୁଣ୍ଡ ଉପରେ। ତମ ମୁଣ୍ଡଟା ବୋଧେ ଖରାପ ହେଇଯାଇଛି, ସେଇଥିପାଇଁ ଜାଣିପାରୁନ ଆଉ। ନା ଖଇନି ଖାଇଦେଇଛୁ କିଏ? ଓହୋ, ଯାଉଛି ଜଙ୍ଗଲକୁ ଯାଉଛି। ତୁ ଆଉ ଗେରେ ଗେରେ ହନି। ସକାଳେ ଗେରେ ଗେରେ, ସନ୍ଧ୍ୟାବେଳେ ଗେରେ ଗେରେ, ରାତିରେ ଗେରେ ଗେରେ। ଏ ମାଇକିନା ଖାଲି ଗେରେ ଗେରେ ହେଲା। ଏମିତି କହି ଚିଲ ସେ ରୁମରୁ ଚାଲିଗଲା। ହେଇଟି ଶୁଣ ବା, ନିଅ, ମୁଁ ତମ ପାଇଁ ଅଣ୍ଡା ଭଜା ଆଣିଛି, ଖାଇକି ଜଙ୍ଗଲକୁ ଯାହାରି। ରାଗୁଛ କାହିଁ କହିଲ ଏମିତି ସକାଳୁ ମୋ ଉପରେ? ଚିଲ ଅଣ୍ଡା ଭଜା ଖାଇଦେଇ ଜଙ୍ଗଲକୁ ଚାଲିଗଲା। ଚିଲ ଜଙ୍ଗଲକୁ ଯାଏ, ସେଠାରୁ ଶୁଖିଲା ଗଛ ଦେଖି ଗଛକୁ ହାଣେ, ଆଉ ସେଥିରୁ କାଠ କାଟି ସେ ବଜାରରେ ବିକ୍ରି କରେ। ସେଇଥିରେ ଯାହା ପଇସା ହୁଏ ସେ 2 ଜଣ ବହୁତ ଖୁସିରେ ଚଳିଯାଆନ୍ତି। ଦିନକର ଘଟଣା। ସେ ଜଙ୍ଗଲରେ ଗୋଟେ ଶୁଖିଲା ଗଛଟେ ଥାଏ। ସେ ଶୁଖିଲା ଗଛ ସତ, କିନ୍ତୁ ତା ଦେହରେ ଜୀବନ ଥାଏ। ସତେ ଯେମିତି ତାକୁ ଟିକେ ପାଣି ଦେଇଦେଲେ ଚାହିଁ ରହିଛି ସେଇ ସମୟକୁ, ଆଉ ଚାହିଁ ରହିଛି କେବେ ସେ ନୂଆ ଜୀବନ ପାଇବ। ଆଉ ଜୀବନ ଦେଇଥିବା ଜୀବଟି କିଏ ସେ?
केते कष्ट आउ सहिबी आउ पारुनी नबु जदि जीवन नहीं जा प्रभु एमिति आउ कष्ट देनी मते मो सही पारुनी। एमिति गछटी मन को मन गुण गुण होउथाए। सेही समय रे से चिलटी गोटे टांगिया धरी से गछ आड़ को जाउथाए। एई गछटा को आज काटिबी मोटा गछटा हेची भल पैसा भी मिलिबो जाए एमिति कही से गछ पाख को गला। एई गछटी को एबे काटिबी। अरे रुह रुह मते काटनी मो देहरे जीवन अछि। डाल पत्र सिना सुखी जाइछि किंतु मो देहरे जीवन अछि। अरे एइटा तो सुखिला गछटा ये कथा कहूची केमिति? हाँ मो सुखिला गछ तथापि कथा कहूची काहेकि ना मो देहरे जीवन अछि। तू जदि पारिबु मते न काटी किछि पानी देई दे मो किछि दिन भितरे ठीक हे जिबी आउ तो ऋण भी सुझी देबी। दया करी मते काटेनी। एकी कथा मु जदि एते काटिबिनी ताहले आज पैसा कोठु आनिबी आउ खाइबी कोन? मो स्त्री तो मते झाड़ू रे पिटिबो। चिल मते टिके दया करे आज दिनटा तो उपास रे रही जा काली सकाळु जा चाहेबू ता पाइबू। गछर एमिति कथा सुनी चिल मन रे टिके दया आसिला तेणु से गछ को पानी देबा पई राजी होई गला। हाउ तमे व्यस्त हुओनी मु तुमको काटिबिनी मु तुम पई पानी नहीं आसुची। एमिति कही चिल पोखरी आड़ को चली गला। किछि समय भितरे गछ पई चिल पानी नहीं आसिला। आसी गलु दे मो मूल रे सबुतक पानी देई दे। तापरे चिलटी गछ मूल रे पानी देई देला। गछटी मन भरी पानी पीला। ओहो आत्मा शांति होला परि लागुची। हौ तो काम तो सरी गला एबे तू तो घर को चली जा एबे मो काम। गछटीर कथा सुनी चिल घर को चली गला। बाटरे गला बेले कहूथाए कौन करिबी लाली को कौन कहिबी काठ बिकी थिले पैसा आइथांता आ सेथिरे किछि परिबा पत्र टिके भी नै थांती। ना अछि काठ ना अछि पैसा आ ना अछि पनिपरिबा। एमिति कही चिल मन दुख करी घर को जाउथाए। सेही समय रे ता सामना रे चिकन प्लेट थुआई थाए। चिलर नजर से चिकन प्लेट ऊपर पड़िला। अरे एठी चिकन प्लेट केमिति आसिला? से जा हो एते दिन परे मु चिकन पाइची ताको हाथ छड़ा करबाटा ठीक नुहे मु जाउची याको नै जिबी। एमिति कही चिलो से चिकन प्लेट को नै घर को चली गला। लाली ए रांधी सालोणी ने नाई मा? हाँ खाली भात रांधीची। आलो आलो मो स्वामी को चिकन नै गयसंती। हौ एठी बस भात नै गयाउची। तापरे लाली रोसे घर को जाई भात नै के आसिला। जा हो चिकन पाइली भल हैला मो स्त्री खुशी मु खुशी आ मो पेट भी खुशी भारी बढ़िया। भात ओ चिकन को नहीं दुहे पेट पूरा खाइबा खाइले। एमिति राति भी हे गला तेणु दुई जण सोई पड़िले। किछि समय परे गोटे सुंदर नुआ सकाळटे आसिला। सकाळु सकाळु चिलर निद भांगी गला। अरे लाली उठु ना रोसे करबानी की मु खाइकी पुणी जंगल को जीवी। मु उठी पारिबिनी जा सेठी गोटे पिजुली थुआइछि सेटा खाई देकी जीव। काली चिकन खाई मो निद आज भांगुनी जा मुड़के सोइबे। तापरे चिल से पिजुली की खाई जंगल को चली गला। अरे मु काली तो से गछ को पानी देइथिली देखिबा आज से गछर अवस्था ठीक अछि कि नहीं। एमिति कही चिल से गछ पाखु को गला। सेठरे जाई देखि तो से गछटी पत्र आ फल रे परिपूर्ण हो जायछि। आसी गलु आ मु तो तते ही अपेक्षा करिथिली तो पई मु आज नुआ जीवन पाइछि। एई देख मो गछरे केते फल होईछि। जा तू आकु नै खा नहले बिक्री करे जहा करूछु करे मोर किछि कहिबार नै। सेई समय रे लाली आसी सेठरे पहुंचिला। मालो ए गछरे तो सुनार फल फळिछि एईटा केमिति संभव? हेठी ये कौन संभव जे तमे एठी आसी नथांदे केमिति कहिलो? तुमको डाकुची तमे जमार सुनुन। अरे टांगीटा पर छाड़ी दे आसीथिला तेणु मु तुमको दबाको चली आसिली। आउ एठी आसिकी देखे अपूर्व जिनिस। हौ जानिलोनी जेते बेले सब कथा जानो। चिल तू कोन तो स्त्री को मो विषय जणैनु? ना ना गछ मु ताको कहिनी एबे कहि दउची।
ତାପରେ ଚିଲ ସବୁ କଥା ଲାଲିକୁ କହିଲା। ହଁ ଗଛ, ମୁଁ ବୁଝିଲି। ଆଉ ଗୋଟେ ତମକୁ କାମ କରିବାକୁ ହବ, ତାହେଲେ ଯାଇ ତମେ ସବୁଦିନ ଠିକରେ ରହିବ। ପୁଣି କୋଉ କାମ? ତମେ ଚାଲ ଆମ ଘରେ ରହିବ, ନହେଲେ ତମ ଗଛରେ ଯୋଉ ସୁନାର ଫଳ ଫଳିଛି ନା, ସମସ୍ତେ ତମ ଫଳକୁ ତ ନେବେ, ତମକୁ କ୍ଷତ ବିକ୍ଷତ କରିଦେବେ, ଆଉ ତମକୁ ଏଠି ଭଲରେ ଟିକେ ରହିବାକୁ ବି ଦେବେନି। କଣ ମୋ କଥା ବୁଝିପାରୁଛ ନା ନାଇଁ? ନା ନା, ମୁଁ ସେମିତି ଚାହେଁନି। ଇଏ ମୋ ଗଛର ଫଳ ନୁହେଁ, ଇଏ ହଉଛି ଚିଲର ପରିଶ୍ରମର ଫଳ। ମୁଁ ୟାକୁ ଅନ୍ୟ କାହାକୁ ଦବାକୁ ଚାହେଁନି, ତେଣୁ ମୁଁ ତମ ସାଙ୍ଗରେ ନିଶ୍ଚୟ ଯିବି। ତମେ ଆଗରେ ଚାଲ, ମୁଁ ପଛରେ ଯାଉଛି। ତାପରେ ଚିଲ ଓ ଲାଲି ଦୁହେଁ ମିଶି ଘରକୁ ଚାଲିଗଲେ। ଘରକୁ ଯାଇ ଦେଖନ୍ତି ତ ଗଛଟି ତାଙ୍କ ଆଗରୁ ଘରେ ଆସି ପହଞ୍ଚି ଯାଇଛି। ଆରେ ବା ଗଛ, ତମେ ତ ଆମଠୁ ପୁରା ଫାଷ୍ଟ ଅଛ। ହଁ, କାହିଁକି ଫାଷ୍ଟ ହେବିନି? ମୁଁ କଣ ଏମିତି ସେମିତି ଗଛ ନା କଣ? ମୁଁ ହଉଛି ଚିଲର ସାଙ୍ଗ, ତ ଫାଷ୍ଟ ହେଇନଥାନ୍ତି କେମିତି? ଏମିତି ସମସ୍ତେ କଥା ହେଉଥାନ୍ତି। ସେହି ସମୟରେ ଆଉ ଗୋଟେ ଚିଲ ସେଠାରେ ଆସି ପହଞ୍ଚିଲା। ଆଣ୍ଟି, ଅଙ୍କଲ, ମତେ କିଛି ଖାଇବାକୁ ଦିଅ, ମୁଁ 2 ଦିନ ହେଲା କିଛି ବି ଖାଇନି। ଚିଲ, କଣ ତାକୁ ଚିହ୍ନି ପାରୁଛୁ? ଚିହ୍ନିଲୁ? ଇଏ କିଏ? ହେଇଟି, ମୁଁ ଜାଣିଛି, ଇଏ ମୋ ପୁଅ। ହଁ, ମୋ ପୁଅ ଇଏ। ମୋ ପୁଅ ଆଜି ମୋ ପାଖକୁ ଫେରି ଆସିଛି। କଣ ବୁଝିଲୁ? ଚିନି, ଇଏ ହଉଛି ପରା ତୋରି ପୁଅ, ତୋ ପାଖକୁ ଫେରି ଆସିଛି। ତା ମାନେ ତମେ ମୋ ବାପା ମା, କିନ୍ତୁ ମତେ କାହିଁକି ଏମିତି ଛାଡି ଦେଇଥିଲ? ତମେ ଜମା ଭଲ ନୁହଁ, ମୁଁ ତୁମର ଦରକାର ଆସିଲିନି, ସେଥିପାଇଁ ତମେ ମତେ ଛାଡି ଦେଇ ଚାଲି ଆସିଲ। ମୁଁ ଯାଉଛି, ଏଠାରୁ ଚାଲିଯିବି। ତମେ ଜମା ଭଲ। ଏ ଛୁଆ ରହ, ଯାଉଛୁ କୁଆଡେ? ନାରେ ଛୁଆ, ତୁ ସେମିତି କହନି। ସିଏ ଗୋଟେ ଅସମୟ ଆଉ ଅସୁବିଧାର ଦିନ ଥିଲା। ଗୋଟେ ଥର ଝଡ ତୋଫାନ ହେଲା, ଆଉ ସେଇ ଝଡ ତୋଫାନରେ ତୁ ଭାସିକି ଯାଇଥିଲୁ, କିନ୍ତୁ ଏମାନେ ଭାବିଥିଲେ କି ତୁ ମରି ଯାଇଛୁ, କିନ୍ତୁ ମୁଁ ହିଁ କେବଳ ଜାଣିଥିଲି ତୁ ବଞ୍ଚିଛୁ। କେମିତି ଜଣେଇଥାନ୍ତି ତୋ ବାପା ମାଙ୍କୁ? ମୁଁ ତ ନିଜେ ନିର୍ଜୀବ ହୋଇ ପଡି ରହିଥିଲି। ତୋରି ବାପା ଆସି ମତେ ଜୀବନ ଦେଲେ, ଆଉ ଦେଖ ମୁଁ ତତେ ଆଜି ତୋ ବାପାକୁ ଫେରେଇ ଦଉଛି। ତମେ ମହାନ ଗଛ, ମଣିଷ ମାନେ ବି ଏମିତି ସାହାଯ୍ୟ କରିବେନି। ତମେ ଗଛ ହେଇକି ମୋ ପରିଚୟ, ମୋ ଅତୀତ ଆଉ ମୋ ବର୍ତ୍ତମାନ ସବୁକୁ ଫେରେଇ ଦେଇଛ। ଆଜି ମୁଁ ତମ ପାଇଁ ଧନ୍ୟ ହେଇଗଲି ଗଛ, ମୁଁ ଆଜି ଧନ୍ୟ ହେଇଗଲି। ସେଇ ସମୟରେ ଛୁଆଟି ଆସି ତା ବାପା ମାଙ୍କୁ କୁଣ୍ଡେଇ ଧରିଲା। ଗଛ ଚିଲ ଜୀବନକୁ ଆସି ଚିଲର ସବୁ କିଛି ଠିକ କରିଦେଲା। ସମସ୍ତେ ସେଇ ଗୋଟିଏ ଛାତ ତଳେ ବେଶ ଖୁସିରେ ରହିଲେ। ଚିଲ କାଠକୁ ନେଇ କଣ କରୁଥିଲା? ଉତ୍ତର କମେଣ୍ଟ ମାଧ୍ୟମରେ ଜଣାନ୍ତୁ।